ଥରେ ୟୁଜି କୃଷ୍ଣମୂର୍ତ୍ତି ତାଙ୍କ ଅନୁଗାମୀ ମାନଙ୍କୁ କହୁଥିଲେ ଏହି ସତ କଥାଟି। ଫିଲିପାଇନ୍ସର ଜଣେ ମାଛ ଧରାଳୀ ମାଛ ଧରିବାକୁ ଯାଇ ଅଥଳ ସମୁଦ୍ରରେ ହଜିଗଲେ। ସମୁଦ୍ରରେ କୌଣସି ମତେ 3 ଦିନ 3 ରାତି ରହିବା ପରେ ସେ ଜୀବନର ଆଶା ଛାଡ଼ିଦେଲେ ଓ ସେଇ ଛୋଟ ଡଙ୍ଗା ଭିତରେ ପଡ଼ି ରହିଲେ। ଚତୁର୍ଥ ଦିନ ରାତିରେ ତାଙ୍କୁ ଲାଗିଲା ଯେ ଜୀବନ ଶକ୍ତି ଶେଷ ହୋଇଯିବ। ସେ ନୀରବରେ ଭଗବାନଙ୍କୁ ଡାକିବାକୁ ଲାଗିଲେ। ଏହି ସମୟରେ ହଠାତ୍ ତାଙ୍କୁ ଲାଗିଲା ଯେମିତି ସମୁଦ୍ର ଅଶାନ୍ତ ହୋଇ ଉଠୁଛି। ଲହଡ଼ି ଉଚ୍ଚକୁ ଉଠିଲା। ତାଙ୍କ ଡଙ୍ଗା ଅଣାତୟ ହୋଇ ଭାସିବାକୁ ଲାଗିଲା। ସେ ଜାଣିଲେ ମୃତ୍ୟୁ ସୁନିଶ୍ଚିତ। ସେହି ଅବସ୍ଥାରେ ତାଙ୍କର ଚେତା ବୁଡ଼ିଗଲା। ସକାଳକୁ ତାଙ୍କ ଚେତା ଫେରିଲା, କିନ୍ତୁ ସେ ସମ୍ପୂର୍ଣ୍ଣ ଅବସନ୍ନ। ତଥାପି ବାରିପାରିଲେ ଯେ ଡଙ୍ଗାଟି କୂଳରେ ଲାଗିଯାଇଛି। ଯେଉଁ ସ୍ଥାନରେ ତାହା ଲାଗିଥିଲା ତାଠାରୁ କିଛି ଦୂରରେ ଗାଁଟିଏ ଥିଲା। ସେହି ଗାଁର କିଛି ଲୋକ ସେଠାରେ ପହଞ୍ଚିଛନ୍ତି। ତାଙ୍କୁ ଉଦ୍ଧାର କରାଗଲା ଓ ସେ ସାଷ୍ଟାମ ହେଲେ। ସେ ଶୁଣିବାକୁ ପାଇଲେ ଯେ ଏକ ଭୟଙ୍କର ସାମୁଦ୍ରିକ ଝଡ଼ ଫିଲିପାଇନ୍ସକୁ ଆଘାତ ଦେଇଛି, ଯାହାର ପ୍ରଭାବରେ ତାଙ୍କ ଡଙ୍ଗା କୂଳକୁ ଭାସି ଆସିଛି। ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଇ ମାଛ ଧରାଳୀ ନିଜ ଗ୍ରାମକୁ ଫେରିଗଲେ। କିନ୍ତୁ ଗ୍ରାମରେ ପହଞ୍ଚି ସେ କ'ଣ ଦେଖିଲେ? ଏହି ସାମୁଦ୍ରିକ ଝଡ଼ରେ ତାଙ୍କ ଗାଁ ପୁରା ଭାସିଯାଇଛି। ସମୁଦ୍ର ଜୁଆରରେ ତାଙ୍କ ପରିବାର ବି ନିଶ୍ଚିହ୍ନ ହୋଇଯାଇଛି। କଥାଟି କହି ୟୁଜିକେ କହିଲେ, ଏହା ହିଁ ଭଗବାନଙ୍କର ଭିଆଣ। ତାଙ୍କ ଗାଁର ସେ ଏକମାତ୍ର ବ୍ୟକ୍ତି ଯିଏ ବଞ୍ଚି ରହିଥିଲେ। କିନ୍ତୁ ତାକୁ ଆଶୀର୍ବାଦ ବୋଲି କୁହାଯିବ ନା ଅଭିଶାପ? ତ ସାଙ୍ଗମାନେ, ଆପଣଙ୍କ ମତରେ ଏହା ଅଭିଶାପ ଥିଲା ନା ଆଶୀର୍ବାଦ? ମୋତେ କମେଣ୍ଟସରେ ନିଶ୍ଚୟ ଜଣାଇବେ। ଗପଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।